ସାଇ ବାବା ଆସିଥିଲେ ଯେହେତୁ ରାକ୍ଷୀ ପୂର୍ଣ୍ଣମୀ ଆହୁରି 2-3 ଦିନ ଅଛି ଆଉ ସେ କାଲି ପଳେଇବେ ଆଉ ତା ଭଉଣୀ ଧରିକି ରାକ୍ଷୀ ଆସିଛି କହିଲେ ଭାଇ ପଳେଇବ ମୁଁ ତା ହାତରେ ରାକ୍ଷୀ ବାନ୍ଧିଦେବି ତା ଭାଇ କହିଲେ ବାନ୍ଧିଦେ ଗଲେ ଆଉ କିଏ ହେଠି ବାନ୍ଧିବ କହିକି କିଛି ନାହିଁ ମିଠା ନାହିଁ କିଛି ନାହିଁ ଖାଲି ରାକ୍ଷୀ ନେଇକି ପଳେଇ ଆସିଲେ ବାନ୍ଧିବା ପାଇଁ ଦେଖନ୍ତୁ ମିଠା ଦେଖି ଖାଇବ ରାତି ଅଧର ଆମର ରାକ୍ଷୀ ପୂର୍ଣ୍ଣମୀ କରତେ ଆସିଲେ ସୁନା ରୂପା ଗଉଣୀ ମୁଁ କାହାଣୀ ଗୋଟିଏ ରେ ଗୁଟେ ଭାଇ ତୁମେ ମୋର ମୁଁ ତୁମ ସୁନା ଭଉଣୀ